नमस्कार। ओम नमो भगवते वासुदेवाय। श्रीमद् भगवद् गीतार अमृतमय ज्ञान सागରରେ ପୁଣି ଏକ ବୁଡ଼ ପକାଇବାକୁ ଆସନ୍ତୁ। ଆମ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଗୀତାର ଦ୍ୱିତୀୟ ଅଧ୍ୟାୟ ମାନେ ସାଂଖ୍ୟ ଯୋଗର 60ତମ ଶ୍ଲୋକ ଉପରେ ଟିକେ ଗଭୀର ଭାବେ ଆଲୋଚନା କରିବା। ଏହା ଏମିତି ଏକ ଶ୍ଲୋକ ଯାହା ଆମ ଭିତରର ଦ୍ୱନ୍ଦ୍ୱକୁ ବେଶ ଭଲ ଭାବରେ ଦେଖାଏ। ତେଣୁ ଅନୁରୋଧ, ଏହାକୁ ପୂରା ଶୁଣନ୍ତୁ। ନମସ୍କାର। ହଁ, ଆପଣ ଠିକ୍ କହିଲେ। ଏଇଟା ପ୍ରକୃତରେ କୁରୁକ୍ଷେତ୍ର ଭୂମିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯେଉଁ ମାର୍ଗ ଦେଖାଉଥିଲେ ତାର ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆମେ ଚେଷ୍ଟା କରିବୁ ଏହାର ଯେଉଁ ଗଭୀର ଅର୍ଥ ଅଛି ଆଉ ଆଜିକାଲି ଆମ ଜୀବନରେ ଏହାର କ'ଣ ପ୍ରାସଙ୍ଗିକତା ସେସବୁକୁ ଟିକେ ସରଳ ଭାଷାରେ ବୁଝାଇବାକୁ। ଆଉ ଯଦି ଏଭଳି ଆଧ୍ୟାତ୍ମିକ ଆଲୋଚନା, ଜ୍ଞାନବର୍ଦ୍ଧକ କଥା ନିୟମିତ ଶୁଣିବାକୁ ଇଚ୍ଛା, ତେବେ ଆମ ଚ୍ୟାନେଲ ସହିତ ନିଶ୍ଚୟ ଯୋଡ଼ି ହୋଇ ରୁହନ୍ତୁ। ଚାଲନ୍ତୁ ଆଉ ଡେରି ନ କରି ଆଜିର ମୂଳ ବିଷୟକୁ ଯିବା। ଆସନ୍ତୁ ପ୍ରଥମେ ସେହି ଶ୍ଲୋକଟିକୁ ଶୁଣିବା। ଅଧ୍ୟାୟ 2 ଶ୍ଲୋକ 60। ଓମ୍ ଶ୍ଲୋକ ଯତତୋ ହ୍ୟପି କନ୍ତେୟ ପୁରୁଷସ୍ୟ ବିପଶ୍ଚିତଃ ଇନ୍ଦ୍ରିୟାଣି ପ୍ରମାଥିନି ହରନ୍ତି ପ୍ରସଭଂ ମନଃ 2.6 ଯତତୋ ହ୍ୟପି କୌନ୍ତେୟ ପୁରୁଷସ୍ୟ ବିପଶ୍ଚିତଃ ଇନ୍ଦ୍ରିୟାଣି ପ୍ରମାଥିନି ହରନ୍ତି ପ୍ରସଭଂ ମନଃ 2.60। ଏହି ଶ୍ଲୋକର ସରଳ ଓଡ଼ିଆ ଭାବାର୍ଥ ହେଉଛି, ହେ କୁନ୍ତିପୁତ୍ର ଅର୍ଜୁନ, ଇନ୍ଦ୍ରିୟମାନେ ସେମାନେ ଏତେ ପ୍ରବଳ ଆଉ ବିକ୍ଷୋଭକାରୀ ଯେ ସେମାନେ ଆତ୍ମସଂଯମ ପାଇଁ ନିରନ୍ତର ଚେଷ୍ଟା କରୁଥିବା ବିବେକୀ ପୁରୁଷର ମନକୁ ମଧ୍ୟ ବଳପୂର୍ବକ ଭୋଗ ଆଡ଼କୁ ଟାଣି ନେଇଯାଆନ୍ତି। ଆଚ୍ଛା, ଏଇଟା ଶୁଣିକି ଟିକେ ଆଶ୍ଚର୍ଯ୍ୟ ଲାଗୁଛି ଯେ ବିପଶ୍ଚିତ ଅର୍ଥାତ୍ ଜ୍ଞାନୀ, ଯେ ବୁଝିପାରୁଛି ଭଲମନ୍ଦ ଆଉ ଯତତଃ ଚେଷ୍ଟା ବି କରୁଛି ନିଜକୁ ସମ୍ଭାଳିବା ପାଇଁ, ତାର ମନ ବି ଏତେ ସହଜରେ ଇନ୍ଦ୍ରିୟ ଦ୍ୱାରା ହାରିଯାଏ। ଏଇଟା ତ ବେଶ ଚିନ୍ତା କରିବା କଥା ପରି ଲାଗୁଛି। ଏବଂ ଏଇଟା ଗୀତାର ଏକ ବହୁତ ଗଭୀର ମନୋବୈଜ୍ଞାନିକ ସତ୍ୟ କହିପାରିବା। ଭଗବାନ ଏଠି କିଛି ମିଛ ଆଶ୍ୱାସନା ଦେଉନାହାନ୍ତି। ସେ ସିଧାସଳଖ ଏକ କଠୋର ବାସ୍ତବତାକୁ ଆମ ସାମ୍ନାକୁ ଆଣୁଛନ୍ତି। ସେ ସତର୍କ କରୁଛନ୍ତି ଯେ ଦେଖ, କେବଳ ତତ୍ତ୍ୱ ଜାଣିଦେଲେ ହବନି, ଖାଲି ବୁଦ୍ଧିରେ ବୁଝିଗଲେ ଯଥେଷ୍ଟ ନୁହେଁ। କାହିଁକି ନା ଆମର ଯେଉଁ ଇନ୍ଦ୍ରିୟଗୁଡ଼ିକ ଅଛି, ଆଖି, କାନ, ନାକ, ଜିଭ, ଚର୍ମ, ଏମାନେ ସ୍ୱଭାବରୁ ହିଁ ଭାରି ବଳୁଆ। ଆଉ ଶ୍ଲୋକରେ ଦେଖନ୍ତୁ, ସେମାନଙ୍କ ପାଇଁ ଗୋଟେ ଖାସ୍ ଶବ୍ଦ ବ୍ୟବହାର ହୋଇଛି, ପ୍ରମାଥିନି। ପ୍ରମାଥିନି, ଶବ୍ଦଟା ଶୁଣିବାକୁ ବି ବେଶ ଶକ୍ତିଶାଳୀ ଲାଗୁଛି। ଏହାର କିଛି ବିଶେଷ ଅର୍ଥ ଅଛି କି? ନିଶ୍ଚୟ ଅଛି। ପ୍ରମାଥି ଶବ୍ଦଟି ଆସିଛି ମୂଳ ଧାତୁ ମଥ୍ରୁ। ମଥ୍, ଯାହାର ଅର୍ଥ ହେଉଛି ମନ୍ଥନ କରିବା, ବିଲୋଡ଼ନ କରିବା, ପୁରା ବିଚଳିତ କରିଦେବା। ଯେମିତି ଆମେ ଦହିକୁ ମନ୍ଥନ କରୁ ଲହୁଣୀ ବାହାର କରିବା ପାଇଁ, ସେତେବେଳେ କ'ଣ ହୁଏ? ଦହିର ସ୍ଥିରତା ନଷ୍ଟ ହୋଇଯାଏ। ଆଚ୍ଛା, ଠିକ୍ ସେହିପରି ଏଇ ଇନ୍ଦ୍ରିୟମାନେ ଆମ ମନକୁ ମନ୍ଥନ କରିଦିଅନ୍ତି, ପୁରା ଅସ୍ଥିର କରି ପକାନ୍ତି। ଏମାନେ ଖାଲି ଯେ ଚଞ୍ଚଳ କି ବଳୁଆ ସେତିକି ନୁହେଁ, ଏମାନେ ସକ୍ରିୟ ଭାବରେ ଆମ ମନ ଭିତରେ ଯେଉଁ ପୁରୁଣା ବାସନା ଥାଏ, ପୁରୁଣା ଅଭ୍ୟାସ ଥାଏ, ତାକୁ ଖୋଜି ବାହାର କରି ଜାଗେଇ ଦିଅନ୍ତି। ସେଥିପାଇଁ ଏମାନେ ଏତେ ବିପଜ୍ଜନକ। ମନର ଶାନ୍ତି, ସ୍ଥିରତା ସବୁ ଭାଙ୍ଗି ଦିଅନ୍ତି। ବୁଝିଲି ଏବେ। କିନ୍ତୁ ଆଉ ଗୋଟିଏ ପ୍ରଶ୍ନ। ଶ୍ଲୋକର ଆରମ୍ଭରେ ଅଛି ୟତତଃ ଅପି ବିପଶ୍ଚିତଃ। ଯିଏ ଜ୍ଞାନୀ ଆଉ ଚେଷ୍ଟା ବି କରୁଛି, ସେ ବି କାହିଁକି ହାରିଯାଇପାରେ? ଏମିତି ଶୁଣିଲେ ତ ଲାଗିବ, ଆରେ ଚେଷ୍ଟା କରିବି ଲାଭ ନାହିଁ, ତାହେଲେ ଆଶା କେଉଁଠି ରହିଲା? ନା, ଦେଖନ୍ତୁ, ଏଇଟା ନିରାଶ ହେବା ପାଇଁ ନୁହେଁ, ବରଂ ଆହୁରି ଅଧିକ ସଜାଗ ହେବା ପାଇଁ ଏକ ଆହ୍ୱାନ। ବିପଶ୍ଚିତ ମାନେ ଯିଏ ଶାସ୍ତ୍ର ପଢ଼ିଛି, ଭଲମନ୍ଦ ବିବେକ ଅଛି। ଯତତଃ ମାନେ ଯିଏ ସାଧନା କରୁଛି, ଚେଷ୍ଟା କରୁଛି ଇନ୍ଦ୍ରିୟ ସଂଯମ ପାଇଁ, ତଥାପି ବିଫଳ ହେବାର ସମ୍ଭାବନା ରହୁଛି। କାହିଁକି? କାରଣଟା ହେଉଛି, ଜ୍ଞାନଟା ଯେତେବେଳେ ଖାଲି ମୁଣ୍ଡରେ ଅଛି, ଏକ ସୂଚନା ଭଳି, ଯେତେବେଳେ ସେଇଟା ଅନୁଭୂତି ହେଇନି, ହୃଦୟକୁ ଛୁଇଁନି, ସେତେବେଳେ ଇନ୍ଦ୍ରିୟର ଯେଉଁ ତତ୍କାଳ ଆକର୍ଷଣ ଅଛି, ସେଇଟା ବେଶୀ ଶକ୍ତିଶାଳୀ ଲାଗେ। ଗୋଟେ ଉଦାହରଣ ନିଅନ୍ତୁ। ଜଣେ ପହଁରା ବିଷୟରେ ବହି ପଢ଼ି ସବୁ ଜାଣିଥାଇପାରେ, କେମିତି ହାତ ଗୋଡ଼ ମାରିବ, ସବୁ ମୁଖସ୍ଥ ଥିବ। କିନ୍ତୁ ଯଦି କେବେ ପାଣିରେ ପଶିନି, ଅଭ୍ୟାସ କରିନି, ତାହେଲେ ହଠାତ୍ ଗଭୀର ପାଣିରେ ପଡ଼ିଗଲେ ସେ ବହିଜ୍ଞାନ କାମ ଦେବ କି? ନା, କେମିତି ଦେବ? ଠିକ୍ ସେମିତି ଆତ୍ମସଂଯମ କେତେ ଜରୁରୀ, ଏକଥା ଜାଣିବା ଗୋଟେ କଥା, ଆଉ ତାକୁ ପ୍ରତି ମୁହୂର୍ତ୍ତରେ ଜୀବନରେ ପାଳନ କରିବା, ସେଇଟା ପୁରା ଅଲଗା କଥା। ଯେପର୍ଯ୍ୟନ୍ତ ଜ୍ଞାନଟା
ଅନୁଭବ ସ୍ତରକୁ ଯାଇନି ସେ ପର୍ଯ୍ୟନ୍ତ ଇନ୍ଦ୍ରିୟର ଆବେଗ ଆସି ବୁଦ୍ଧିର ବିଚାର ଉପରେ ଭାରି ପଡ଼ିଯିବାର ପୁରା ସମ୍ଭାବନା ଅଛି। ତାହେଲେ ଏଠି ଜ୍ଞାନ ଆଉ ଅନୁଭବ ଭିତରେ ଯୋଉ ପାର୍ଥକ୍ୟ ସେଇଟା ହିଁ ମୂଳ କଥା। ଏବେ ଶ୍ଲୋକର ଶେଷ ଭାଗକୁ ଆସିବା। ହରନ୍ତି ପ୍ରସଭମ୍ ମନଃ, ମନକୁ ବଳପୂର୍ବକ ହରଣ କରିନିଏ। ଏଇଟା କେମିତି ହୁଏ, ମାନେ ଏ ପ୍ରକ୍ରିୟାଟା କେମିତି କାମ କରେ? ଏହାକୁ ଗୋଟେ ଚିତ୍ର ଭଳି କଳ୍ପନା କରନ୍ତୁ। ଯେମିତି ସମୁଦ୍ର କୂଳରେ ଜଣେ ଛିଡ଼ା ହୋଇଛି। ସେ ଜାଣିଛି ବଡ଼ ଲହଡ଼ି ଆସିଲେ ଭିତରକୁ ଟାଣି ନେଇପାରେ। କିନ୍ତୁ ହଠାତ୍ ଗୋଟେ ବହୁତ ବଡ଼ ଲହଡ଼ି ଆସିଲା, ପ୍ରସଭମ୍ ମାନେ ବଳପୂର୍ବକ, ଆଉ ତାର ସବୁ ସାବଧାନତା ସତ୍ତ୍ୱେ ବି ତାକୁ ଭସେଇ ନେଇଗଲା। ସେମିତି ଆମର 5ଟା ଇନ୍ଦ୍ରିୟ, ସେମାନେ ନିଜ ନିଜ ବିଷୟ ପାଇଁ ମାନେ ରୂପ, ରସ, ଗନ୍ଧ, ଶବ୍ଦ, ସ୍ପର୍ଶ ସବୁବେଳେ ବ୍ୟାକୁଳ। ଯେତେବେଳେ କୌଣସି ଗୋଟେ ଆକର୍ଷଣୀୟ ବିଷୟ ସାମ୍ନାକୁ ଆସେ ଆଉ ସେହି ମୁହୂର୍ତ୍ତରେ ଯଦି ମଣିଷ ପୁରା ସଚେତନ ନଥାଏ, ତାହେଲେ ଇନ୍ଦ୍ରିୟଟା ସେହି ବିଷୟ ଆଡ଼କୁ ଦୌଡ଼ି ପଳାଏ ଆଉ ତା ସାଙ୍ଗରେ ମନକୁ ବି ଟାଣି ନେଇଯାଏ, ଏପରିକି ମନ ନ ଚାହିଁଲେ ବି। ବାପରେ! ଏହି ଯୋଉ ବଳପୂର୍ବକ ହରଣ ହେଇଯାଉଛି, ଏଇଟା ହିଁ ବିପଦ। ଆଉ ଆଜିକାଲି ଯୁଗରେ ବୁଧୁ ଆମେ ଏଇଟା ବେଶୀ ଅନୁଭବ କରଛେ, ନୁହେଁ କି? ହଁ, ଠିକ୍ କହିଲେ। ଯେମିତି ମୋବାଇଲ ଫୋନଟା, ଗୋଟେ ନୋଟିଫିକେସନ୍ ଆସିଲା, ଏକଦମ। ଆଉ ମନଟା ସାଙ୍ଗେ ସାଙ୍ଗେ ସିଆଡ଼େ ଚାଲିଗଲା। ସୋସିଆଲ ମିଡିଆରେ ଘଣ୍ଟା ଘଣ୍ଟା ସ୍କ୍ରୋଲ କରିବା, ବଜାରର ଚାକଚକ୍ୟ, ଏସବୁ ଆମମାନଙ୍କୁ କେତେ ସହଜରେ ଟାଣି ନେଉଛି। ଆମେ ଜାଣିଛୁ ବି ଯେ ଏଇଟା ସବୁବେଳେ ଭଲ ନୁହେଁ। ସେୟା ତ, ଏଇଟା ହିଁ ସେ ପ୍ରସବମ୍ ହରଣ। ଏଠି ଆଉ ଗୋଟେ କଥା ମନକୁ ଆସୁଛି। ଆମେ ପଢ଼ିଛେ ଯେ ଇନ୍ଦ୍ରିୟଠୁ ମନ ବଳ, ମନଠୁ ବୁଦ୍ଧି ବଡ଼। ତାହେଲେ ଯଦି ବୁଦ୍ଧି ସବୁଠୁ ଶ୍ରେଷ୍ଠ, ତାହେଲେ ସେ ଏଇ ଦୁର୍ବଳ ଇନ୍ଦ୍ରିୟମାନଙ୍କ ହାତରେ ବାରମ୍ବାର ହାରି କେମିତି ଯାଉଛି? ଏ ଦ୍ୱନ୍ଦ୍ୱଟା କେମିତି ହେଉଛି? ଏଇଟା ବହୁତ ସ୍ୱାଭାବିକ ପ୍ରଶ୍ନ। ଦେଖନ୍ତୁ, ଏହାକୁ ବୁଝିବା ପାଇଁ ସେଇ ରଥର ଉଦାହରଣ ନେବା। ଶରୀର ହେଲା ରଥ, ଇନ୍ଦ୍ରିୟମାନେ ହେଲେ ଘୋଡ଼ା, ମନ ହେଲା ଲଗାମ, ଆଉ ବୁଦ୍ଧି ହେଲା ସାରଥୀ। ଏବେ ସାରଥୀ ବୁଦ୍ଧି ଜାଣିଛି କୋଉ ରାସ୍ତା ଠିକ୍, କୋଉଠିକି ଯିବା କଥା, ଯାହା ଆମର ଦୀର୍ଘକାଳୀନ ଭଲ ପାଇଁ। କିନ୍ତୁ ଯଦି ଘୋଡ଼ାମାନେ, ଇନ୍ଦ୍ରିୟ, ପୁରା ଅମାନିଆ, ଟ୍ରେନିଂ ନାହିଁ, ଆଉ ଲଗାମଟା ମନ ବି ଢିଲା, ତାହେଲେ ସାରଥୀର ସବୁ ଜ୍ଞାନ ଥାଇ ବି କ'ଣ ହବ? ଘୋଡ଼ାମାନେ ରାସ୍ତା କଡ଼ରେ ସବୁଜ ଘାସ ମାନେ ତତ୍କାଳ ସୁଖ ବା ଭୋଗ ଦେଖିଲେ ରଥକୁ ସେଇଆଡ଼େ ଟାଣି ନେବେ। ଠିକ୍ କଥା। ବୁଦ୍ଧି ଇନ୍ଦ୍ରିୟଠୁ ଶ୍ରେଷ୍ଠ, ଏକଥା ସତ। କିନ୍ତୁ ଯେ ପର୍ଯ୍ୟନ୍ତ ବୁଦ୍ଧି ପୁରା ନିଷ୍ଠାର ସହିତ ଦୃଢ଼ ସଂକଳ୍ପ ନେଇ ମନରୂପୀ ଲଗାମକୁ ଜୋରରେ ଧରି ଇନ୍ଦ୍ରିୟରୂପୀ ଘୋଡ଼ାଙ୍କୁ କଣ୍ଟ୍ରୋଲ କରିବାକୁ ଅଭ୍ୟାସ କରିନି, ସେ ପର୍ଯ୍ୟନ୍ତ ଏଇ ଯୋଉ ତତ୍କାଳ ମିଳୁଥିବା ଭୋଗର ଆକର୍ଷଣ ଅଛି, ସେଇଟା ବେଶୀ ଶକ୍ତିଶାଳୀ ମନେ ହେବ। କାହିଁକି ନା ବୁଦ୍ଧିର ସୁଖ ବା ଶାନ୍ତିର ଫଳ ଟିକେ ଡେରିରେ ମିଳେ, କିନ୍ତୁ ଇନ୍ଦ୍ରିୟ ସୁଖ ତୁରନ୍ତ ମିଳେ। ଏଇ ଯୋଉ ତତ୍କାଳତା, ଏଇଟା ହିଁ ବଡ଼ ବାଧା। ଓହୋ, ଏବେ ପୁରା ସ୍ପଷ୍ଟ ହେଲା। ଅର୍ଥାତ୍ ସମସ୍ୟା ଖାଲି ଜ୍ଞାନର ଅଭାବ ନୁହେଁ, ବରଂ ସେ ଜ୍ଞାନକୁ କାମରେ ଲଗେଇବାରେ ଯେଉଁ ଅଭ୍ୟାସ ଦରକାର, ଯେଉଁ ଦୃଢ଼ତା ଦରକାର, ତାର ଅଭାବ। ତାହେଲେ ଏହି ଯେଉଁ ଶକ୍ତିଶାଳୀ ଇନ୍ଦ୍ରିୟମାନେ ଅଛନ୍ତି, ଏମାନଙ୍କୁ ସମ୍ଭାଳିବାର ପ୍ରକୃତ ବାଟଟା କ'ଣ? କ'ଣ ଏମାନଙ୍କୁ ପୁରା ଦବେଇ ଦେବାକୁ ପଡ଼ିବ? ଭଗବାନ ଦେଖନ୍ତୁ କେତେ ସୁନ୍ଦର ଭାବରେ କହୁଛନ୍ତି। ଏହି ଶ୍ଲୋକରେ ସମସ୍ୟାର ଗଭୀରତା ଦେଖିଲେ, ଆଉ ଠିକ୍ ତାପର ଶ୍ଲୋକରେ 2.61ରେ ସମାଧାନର ରାସ୍ତା ବି ଦେଖାଉଛନ୍ତି। ସେ କହୁଛନ୍ତି, ଏହି ଇନ୍ଦ୍ରିୟମାନଙ୍କୁ ପୂରାପରି ସଂଯମ କରି ମନକୁ ଏକାଗ୍ର କରି ଭଗବାନଙ୍କଠାରେ ହିଁ ଲଗାଇବାକୁ ପଡ଼ିବ, ମତ୍‌ପରଃ ହେବାକୁ ପଡ଼ିବ। ଏଠି ସଂଯମ ଶବ୍ଦଟା ଭାରି ଗୁରୁତ୍ୱପୂର୍ଣ୍ଣ। ଏହାର ଅର୍ଥ ଦମନ କରିବା ବା ଚାପିଦେବା ନୁହେଁ। ଆଚ୍ଛା। ସପ୍ରେସନ୍ ନୁହେଁ, ବରଂ ନିୟନ୍ତ୍ରଣ କରିବା, ମାନେ ତାଙ୍କର ଦିଗ ବଦଳି ଦେବା, ରେଗୁଲେସନ୍ ବା ରିଡାଇରେକ୍ସନ୍ କହିପାରିବା। ଇନ୍ଦ୍ରିୟମାନଙ୍କୁ ଶତ୍ରୁ ନ ଭାବି ସେମାନଙ୍କ ଶକ୍ତିକୁ ଗୋଟେ ଭଲ କାମରେ, ଗୋଟେ ଉଚ୍ଚ ଲକ୍ଷ୍ୟ ଆଡ଼କୁ ମୁହାଇ ଦେବାକୁ ହେବ। ଯେମିତି ନଈରେ ପ୍ରବଳ ସୁଅ, ତାକୁ ପୁରା ବନ୍ଧ ପକେ ଅଟକେଇ ଦେଲେ ତ ବନ୍ୟା ହେବ, କିନ୍ତୁ ଯଦି କେନାଲ କରି ତାକୁ ଚାଷ ଜମି ଆଡ଼କୁ ନେଇଯିବା। କହିଲେ ସେଇଟା ଆଉ ଟିକେ ସ୍ପଷ୍ଟ କରିବେ କି? ମାନେ ଆମ ପ୍ରତିଦିନ ଜୀବନରେ ଏହାକୁ କେମିତି କରିହେବ? ନିଶ୍ଚୟ। ଧରନ୍ତୁ ଆଖି, ସେ ସୁନ୍ଦର ଜିନିଷ ଦେଖିବାକୁ ଚାହେଁ, ଏଇଟା ତାର ସ୍ୱଭାବ। ତେବେ ତାକୁ କ୍ଷଣିକ ଆକର୍ଷଣୀୟ ଜିନିଷ କିମ୍ବା ଖରାପ ଦୃଶ୍ୟ ଦେଖିବାରୁ ଅଟକେଇ ଭଗବାନଙ୍କ ସୃଷ୍ଟିର ସୌନ୍ଦର୍ଯ୍ୟ ଦେଖିବାରେ ଲଗାନ୍ତୁ। ମନ୍ଦିରର କାରୁକାର୍ଯ୍ୟ ଦେଖନ୍ତୁ, ସାଧୁସନ୍ତଙ୍କ ଦର୍ଶନ କରନ୍ତୁ, ଭଗବାନଙ୍କ ବିଗ୍ରହ ଦର୍ଶନ କରନ୍ତୁ। ସେମିତି କାନ, ସେ ମଧୁର ଶବ୍ଦ ଶୁଣିବାକୁ ଚାହେଁ। ତାକୁ ନିନ୍ଦା, ଚୁଗୁଲି ବା କାନକୁ କଷ୍ଟ ଦେଉଥିବା ଗୀତ ଶୁଣିବା ବଦଳରେ ଭଜନ, କୀର୍ତ୍ତନ, ସତ୍ସଙ୍ଗ କିମ୍ବା ଭଲ ଜ୍ଞାନ କଥା ଶୁଣିବାରେ ଲଗାନ୍ତୁ। ଜିଭ ସ୍ୱାଦ ଚାହେଁ, ତାକୁ ଅସ୍ୱାସ୍ଥ୍ୟକର ଖାଦ୍ୟ ନ ଦେଇ ସାତ୍ୱିକ ଖାଦ୍ୟ,
ଆଉ ଭଗବାନଙ୍କୁ ଭୋଗ ଲଗାଇ ସେହି ପ୍ରସାଦ ଖାଇବାରେ ତାକୁ ସନ୍ତୁଷ୍ଟ କରନ୍ତୁ। ବହୁତ ବଢ଼ିଆ ଉପାୟ ତ। ଆଧ୍ୟାତ୍ମିକ ଦିଗ ଦେବା, ତାହେଲେ ସେଇ ଇନ୍ଦ୍ରିୟର ଶକ୍ତି ଆଉ ଆମକୁ ବାନ୍ଧିବନି, ବରଂ ମୁକ୍ତି ପାଇଁ ସାହାଯ୍ୟ କରିବ। ଏହାର ଅର୍ଥ ହେଲା ଟିକିଏ ବି ଗଫଲତି ଚଳିବ ନାହିଁ, ମାନେ ସବୁବେଳେ ସଜାଗ ରହିବାକୁ ପଡ଼ିବ। ସତେ ଯେମିତି ନିଜ ଭିତରେ ଗୋଟେ ଯୁଦ୍ଧ ଚାଲିଛି ଆଉ ଆମେ ସୈନିକ ଭଳି ସବୁବେଳେ ପ୍ରସ୍ତୁତ। ଏକଦମ ଠିକ୍। ଏଇ ଶ୍ଲୋକର ସବୁଠୁ ବଡ଼ ମେସେଜ ହେଉଛି ସିଆ, ସତତ ସଜାଗତା, କନଷ୍ଟାଣ୍ଟ ଆୱେରନେସ୍ର ଆବଶ୍ୟକତା। ଆମେ ପରା ପୁରାଣରେ ପଢ଼ିଛେ, ବିଶ୍ୱାମିତ୍ରଙ୍କ ଭଳି ଏତେ ବଡ଼ ତପସ୍ୱୀ ବି ମେନକାଙ୍କ ରୂପରେ ମୋହିତ ହୋଇଯାଇଥିଲେ। ତାଙ୍କ ତପସ୍ୟା ଭଙ୍ଗ ହୋଇଥିଲା। ମହର୍ଷି ପରାଶରଙ୍କ ଭଳି ମହାଜ୍ଞାନୀ ମଧ୍ୟ ଗୋଟିଏ ମୁହୂର୍ତ୍ତର ଆସକ୍ତିର ବଶ ହୋଇଯାଇଥିଲେ। ହଁ, ଏକଥା ସବୁ ଶୁଣିଛୁ। ତେବେ ଭାବନ୍ତୁ, ଯଦି ଏତେ ବଡ଼ ବଡ଼ ସାଧକଙ୍କର ଏପରି ଅବସ୍ଥା ହୋଇପାରେ, ତାହେଲେ ଆମ ଭଳି ସାଧାରଣ ମଣିଷ ପାଇଁ ଏ ରାସ୍ତା କେତେ ସାବଧାନତାର। ଭଗବାନ ଏହି ଶ୍ଲୋକ ଦ୍ୱାରା ଆମକୁ ସେହି ଆତ୍ମସନ୍ତୋଷରୁ ବଞ୍ଚାଉଛନ୍ତି ଯେ, ଆରେ ମୁଁ ତ ଜାଣିଛି, ମୁଁ ତ ଚେଷ୍ଟା କରୁଛି, ମୋର କିଛି ହବନି। ନା, ସତର୍କ ରହିବାକୁ ହେବ ପ୍ରତି ମୁହୂର୍ତ୍ତରେ। ଆଉ ଯେତେବେଳେ ବି ମନ ଏ ଇନ୍ଦ୍ରିୟଙ୍କ ପ୍ରଭାବରେ ବାହାରକୁ ଚାଲିଯାଏ, ତାକୁ ଧୀରେ ଧୀରେ କରି ପୁଣି ନିଜ ଆତ୍ମା ଆଳକୁ ଫେରେଇ ଆଣିବାର ଯେଉଁ ଚେଷ୍ଟା, ସେଇଟା ହିଁ ଅଭ୍ୟାସ, ସେଇଟା ହିଁ ସାଧନା। ବାସ୍ତବିକ ଏହା ଏକ ବହୁତ ଗଭୀର କଥା ଆଉ ବ୍ୟବହାରିକ ମଧ୍ୟ। ତେବେ ସାରାଂଶରେ ଯଦି କହିବା, ଏହି ଗୋଟିଏ ଶ୍ଲୋକରୁ ଆମେ କେଉଁ ମୁଖ୍ୟ ଶିକ୍ଷାଗୁଡ଼ିକୁ ମନେ ରଖିବା ଉଚିତ? ମୋ ବିଚାରରେ ଏ ଶ୍ଲୋକରୁ କିଛି ମୁଖ୍ୟ କଥା ହେଲା, ପ୍ରଥମତଃ, ଖାଲି ବହିପଢ଼ା ଜ୍ଞାନ କାଫି ନୁହେଁ। ଅନୁଭୂତି ଆଉ ସବୁବେଳେ ସଚେତନ ରହିବାଟା ହିଁ ପ୍ରକୃତ କଥା। ଦ୍ୱିତୀୟତଃ, ଇନ୍ଦ୍ରିୟମାନେ ହେଉଛନ୍ତି ପ୍ରମାଥିନୀ। ସେମାନେ ସ୍ୱଭାବରୁ ଭାରି ଶକ୍ତିଶାଳୀ ଆଉ ମନକୁ ବିଚଳିତ କରିଦିଅନ୍ତି। ତେଣୁ ତାଙ୍କୁ ଦବେଇବା ନୁହେଁ, ଠିକ୍ ଦିଗ ଦେବାଟା ହିଁ ଯୋଗ। ତୃତୀୟତଃ, ସାଧନା ରାସ୍ତାରେ ସବୁବେଳେ ସଜାଗ ରହିବା ଦରକାର। କାରଣ ଜ୍ଞାନୀ ଲୋକ ବି, ଚେଷ୍ଟା କରୁଥିବା ଲୋକ ବି ଟିକେ ଅସାବଧାନ ହେଲେ ବିଚଳିତ ହୋଇପାରନ୍ତି। ଆଉ ଚତୁର୍ଥରେ, ଏ ଯେଉଁ ଭିତରର ସଂଘର୍ଷ, ଏଟା କଷ୍ଟକର ସତ, କିନ୍ତୁ ଅଭ୍ୟାସ, ବୈରାଗ୍ୟ ଆଉ ଭଗବାନଙ୍କ ଉପରେ ଭରସା ରଖି ଆଗେଇଲେ ଏହାକୁ ଜିତିହେବ। ବହୁତ ସୁନ୍ଦର ଭାବରେ ଆମେ ଏହି ଗଭୀର ବିଷୟଟିକୁ ବୁଝିଲେ। ଏହା ସ୍ପଷ୍ଟ ଯେ ଆମ ଇନ୍ଦ୍ରିୟମାନଙ୍କ ଶକ୍ତିକୁ କେବେ ବି କମ୍ ଭାବିବା କଥା ନୁହେଁ। ଏମାନେ ସତରେ ଗୋଟେ ବଡ଼ ଚ୍ୟାଲେଞ୍ଜ, ଏପରିକି ଯେଉଁମାନେ ଜ୍ଞାନ ମାର୍ଗରେ ଅଛନ୍ତି ସେମାନଙ୍କ ପାଇଁ ବି। ହଁ, ଏଟା ସତ, କିନ୍ତୁ ଏକଥା ଜାଣିବାର ମାନେ ନୁହେଁ ଯେ ଆମେ ଡରିଯିବା, ବରଂ ସତର୍କ ହେବା। ଯେତେବେଳେ ଆମେ ଜାଣିଥାଉ ଶତ୍ରୁ କେତେ ଶକ୍ତିଶାଳୀ, ସେତେବେଳେ ଆମେ ଭଲ ଭାବରେ ପ୍ରସ୍ତୁତ ହୋଇ ତାର ସାମ୍ନା କରିପାରୁ। ସେହିପରି ଇନ୍ଦ୍ରିୟଙ୍କ ଶକ୍ତିକୁ ଜାଣି ଆମକୁ ଅଧିକ ସଚେତନ ହେବାକୁ ପଡ଼ିବ, ନିରନ୍ତର ଅଭ୍ୟାସ କରିବାକୁ ପଡ଼ିବ, ଆଉ ଭଗବାନଙ୍କ ସାହାଯ୍ୟ ମାଗି ଏହି ଯାତ୍ରାରେ ଆଗକୁ ବଢ଼ିବାକୁ ହେବ। ଆଉ ଏହି ପ୍ରୟାସ ଭିତରେ ହିଁ ପ୍ରକୃତ ଆନନ୍ଦ ଅଛି, ଶାନ୍ତି ଅଛି। ଆଜିର ଆଲୋଚନା ଶେଷରେ ସମସ୍ତଙ୍କ ପାଇଁ ଗୋଟିଏ ଛୋଟ ଚିନ୍ତା କରିବା ବୋଲି କଥା ଛାଡ଼ିଯାଉଛି। ଯଦି ଇନ୍ଦ୍ରିୟମାନେ ଏତେ ଶକ୍ତିଶାଳୀ ଯେ ଆମ ମନକୁ ବି ବଳପୂର୍ବକ ନେଇଯାଇପାରନ୍ତି, ତେବେ ଆଜି ଆମ ଦୈନନ୍ଦିନ ଜୀବନରେ ଏମିତି କେଉଁ ଗୋଟିଏ ଛୋଟ ପରିବର୍ତ୍ତନ କରାଯାଇପାରେ, ଯାହା ଆମର କୌଣସି ଗୋଟିଏ ଇନ୍ଦ୍ରିୟକୁ ଭୁଲ ବାଟରୁ ବାହାର କରି ଠିକ୍ ବାଟରେ ଗୋଟେ ଭଲ ଦିଗରେ ନେବାରେ ସାହାଯ୍ୟ କରିବ। ହୁଏତ ଏହା ବହୁତ ଛୋଟ ପଦକ୍ଷେପଟି ହୋଇପାରେ, କିନ୍ତୁ ଆରମ୍ଭ କରିବାଟା ହିଁ ବଡ଼ କଥା। ନିଶ୍ଚିତ ଭାବରେ ଏହା ଚିନ୍ତା କରିବାର ବିଷୟ। ଯଦି ଆଜିର ଏହି ଆଧ୍ୟାତ୍ମିକ ଆଲୋଚନା ସମସ୍ତଙ୍କୁ ଭଲ ଲାଗିଲା, ତେବେ ନିଶ୍ଚୟ ଏହାକୁ ଲାଇକ୍ କରନ୍ତୁ ଆଉ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ। ଭଗବାନ ଶ୍ରୀକୃଷ୍ଣଙ୍କର ଏହି ଅମୂଲ୍ୟ ଜ୍ଞାନର ଆଲୋକ ସମସ୍ତଙ୍କ ପାଖରେ ପହଞ୍ଚୁ। ଆଉ ହଁ, ଆପଣଙ୍କ ମତାମତ ଜଣାଇବା ପାଇଁ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିପାରିବେ। ଆଗାମୀ ଦିନରେ ଆମେ ଗୀତାର ପରବର୍ତ୍ତୀ ଶ୍ଲୋକ କିମ୍ବା ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ପୁଣି ଆଲୋଚନା କରିବା। ସେ ପର୍ଯ୍ୟନ୍ତ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଯଦି ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ତେବେ କରିବାକୁ ଭୁଲିବେ ନାହିଁ। ସମସ୍ତଙ୍କର ମଙ୍ଗଳ ହେଉ। ଓମ୍ ଶାନ୍ତି। ନମସ୍କାର। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।